ଅଭିଷେକଙ୍କ ପୂର୍ବରୁ ଏହି କ୍ରିକେଟରଙ୍କ ସହ ଯୋଡ଼ା ଯାଇଥିଲା ନିମ୍ରତ କୌରଙ୍କ ନାଁ। ବହୁଦିନ ଧରି ଅଭିଷେକ ବଚ୍ଚନଙ୍କ ସହିତ ନିମ୍ରତ କୌରଙ୍କ ଡେଟିଂ ଖବର ଚର୍ଚ୍ଚାରେ ରହିଆସିଛି। ଐଶ୍ୱର୍ଯ୍ୟା ରାୟଙ୍କ ସହ ଛାଡ଼ପତ୍ର ଖବର ପାଇ ଅଭିଷେକ ବଚ୍ଚନ ଦୀର୍ଘ ଦିନ ଧରି ଲାଇମ୍ ଲାଇଟ୍ରେ ରହିଥିବା ବେଳେ ଏହି ଖବର ସେମାନଙ୍କ ଫ୍ୟାନ୍ସଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲା। ତେବେ ସମ୍ପର୍କରେ ମତଭେଦ ସମ୍ପର୍କରେ କୌଣସି ଅଫିସିଆଲି କନଫର୍ମ କରାଯାଇନାହିଁ। ନିମ୍ରତ କୌରଙ୍କ ସହ ତାଙ୍କ ଘନିଷ୍ଠତା ସେମାନଙ୍କ ସମ୍ପର୍କରେ ମତଭେଦ ହେବାର ଅନ୍ୟତମ କାରଣ ବୋଲି କୁହାଯାଉଛି। ତେବେ ଏସବୁ ମଧ୍ୟରେ ନିମ୍ରତଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ନିମ୍ରତ କୌରଙ୍କ କହିବା ଅନୁସାରେ ସେ ବର୍ତ୍ତମାନ କାହା ସହିତ ଡେଟ୍ କରୁନାହାନ୍ତି, କିନ୍ତୁ ଏକ ସମୟ ଥିଲା ଯେତେବେଳେ ସେ ବାହୁବଳୀ ଅଭିନେତାଙ୍କୁ ଡେଟିଂ କରୁଥିବା କଥା ଚର୍ଚ୍ଚା ହେଉଥିଲା। ପୂର୍ବରୁ ମଧ୍ୟ ଜଣେ ନାମୀ ଦାମୀ କ୍ରିକେଟରଙ୍କ ସହିତ ମଧ୍ୟ ତାଙ୍କ ଲିଙ୍କ ଅପ୍ ଖବର ସାମ୍ନାକୁ ଆସିଥିଲା। ଏହା ପ୍ରଥମ ଘଟଣା ନୁହେଁ ଯେ ଜଣେ କ୍ରିକେଟରଙ୍କ ସହ ଅଭିନେତ୍ରୀଙ୍କୁ ଯୋଡ଼ିବା, କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ନିମ୍ରତ କୌରଙ୍କ ନାମ ରବି ଶାସ୍ତ୍ରୀଙ୍କ ସହ ମଧ୍ୟ ଯୋଡ଼ା ଯାଇଥିଲା। 2018ରେ ଦୁହେଁ ସିକ୍ରେଟ୍ ଭାବରେ ଡେଟିଂ କରୁଥିବା ଖବର ଆସିଥିଲା। କୁହାଯାଇଥିଲା ଯେ ଏହି ସମ୍ପର୍କରେ କେବଳ 2 ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଯେତେବେଳେ ଏହି ଖବର ପ୍ରସଙ୍ଗ ପାଲଟିବାକୁ ଲାଗିଲା, ସେତେବେଳେ ରବି ଶାସ୍ତ୍ରୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହି ଗୁଜବକୁ ନେଇ ପୂର୍ବତନ କ୍ରିକେଟର କ୍ରୋଧିତ ହୋଇଥିଲେ। ସେ କହିଥିଲେ, କିଛି କହିବାର ଆବଶ୍ୟକତା ନାହିଁ। ଏହି ପ୍ରସଙ୍ଗରେ ନିମ୍ରତ କୌର ମଧ୍ୟ ପ୍ରତିକ୍ରିୟା ରଖିଥିଲେ। ସେ ଏକ୍ସରେ ଲେଖିଥିଲେ, ମୋତେ ରୁଟ୍ କେନାଲର ଆବଶ୍ୟକ ନାହିଁ। ଆଜି ମୁଁ ନିଜ ବିଷୟରେ ଯାହା ପଢ଼ୁଛି ତାହା ମୋ ସ୍କୁଲ ପ୍ରେମ ବିଷୟରେ, ଯାହା ମୁଁ ସମସ୍ତଙ୍କୁ ଆଗରୁ କହିସାରିଛି। ନିମ୍ରତ କୌରଙ୍କ ନାମ ବାହୁବଳୀ ଅଭିନେତା ରାଣା ଡାଗଗୁବାଟିଙ୍କ ସହିତ ମଧ୍ୟ ଯୋଡ଼ା ଯାଇଥିଲା। ଚର୍ଚ୍ଚା ହେଉଥିଲା ଯେ ଦୁହେଁ ପରସ୍ପରକୁ ଡେଟ୍ କରୁଥିଲେ। ତେବେ ନିମ୍ରତ କୌରଙ୍କ କିମ୍ବା ରାଣା